ନୂଆବର୍ଷରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ଭକ୍ତ କରିବେ ପ୍ରବେଶ। ରାଜ୍ୟରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନକୁ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର କରାଯିବ। TITIରେ ଖର୍ଚ୍ଚ ହେବ 200 କୋଟି। ଆଜିଠାରୁ ବରଗଡ଼ ପାଲଟିବ ମଥୁରାନଗରୀ, ଗୋପପୁର ପାଲଟିବ ଅମ୍ବାପାଲି। 11 ଦିନ ଧରି ଚାଲିବ ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ, ଧନୁଯାତ୍ରା। ଗାଡ଼ି ଚାଳକଙ୍କୁ ଘାରିଲାଣି ପଲ୍ୟୁସନ୍ ସାର୍ଟିଫିକେଟ୍ ଭୟ, ଏବେଠାରୁ ରାଜଧାନୀରେ ଲମ୍ବା ଲାଇନ୍। ରତ୍ନଭଣ୍ଡାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲା, ASI ପକ୍ଷରୁ ହାଇକୋର୍ଟରେ ଦାଖଲ କରାଗଲା ସତ୍ୟପାଠ। ଶିବିରେ ହେବ 17 ମହଲା ପାର୍କିଂ। ରାଜ୍ୟର 7ଟି ମେଡିକାଲ କଲେଜ କ୍ୟାମ୍ପସରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ। ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା, ଏତଲା ପ୍ରସଙ୍ଗରେ ଅତିରିକ୍ତ ଡିସିପିଙ୍କ ପ୍ରତିକ୍ରିୟା, କହିଲେ ସମସ୍ତଙ୍କୁ ପଚାରିବୁ, କାର୍ଯ୍ୟାନୁଷ୍ଠାନ ନେବୁ। 25ରୁ ହାଇକୋର୍ଟଙ୍କ ଶୀତ ଅବକାଶ, ଜାନୁଆରୀ 5ରେ କୋର୍ଟ ଖୋଲିବ। ଦୋଚକିରେ ମହାନଦୀର ଭାଗ୍ୟ ଓ ଭବିଷ୍ୟତ, ଛତିଶଗଡ଼ରେ ପାଣି ପାଣି, ଓଡ଼ିଶା ପଟେ ଖାଲି ବାଲି ବାଲି। ମାଲକାନଗିରିରେ ଅସ୍ତ୍ର ଛାଡ଼ି ଗୋଲାପ ଧରିଲେ 22 ହାର୍ଡକୋର ମାଓବାଦୀ, ମୁଣ୍ଡ ଉପରେ ଥିଲା 2 କୋଟି 25 ଲକ୍ଷ ଟଙ୍କାର ପୁରସ୍କାର।